ପୂର୍ବପୁରୁଷମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଘିଅର ଦୀପକୁ ଡାହାଣ ହାତରେ ଏବଂ ତେଲର ଦୀପକୁ ବାମ ହାତରେ ଲଗେଇଲେ ଶୁଭ ଫଳ ମିଳିଥାଏ। ନମ୍ବର 2, ରବିବାର ଦିନ ଗଲେ ଗଛ ମୂଳରେ ଧୂପ ଜାଳନ୍ତୁ, ନାଲି ରଙ୍ଗର ଫୁଲ ରଖି ପୂଜା କରନ୍ତୁ ଏବଂ ପ୍ରଦକ୍ଷିଣ କରନ୍ତୁ। ଏପରି 7ଟି ରବିବାର କରିବା ଦ୍ୱାରା ମନସ୍କାମନା ନିଶ୍ଚିନ୍ତ ଭାବରେ ପୂରଣ ହୁଏ। ନମ୍ବର 3, ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନମାଳିନ୍ୟ ଦୂର କରିବା ପାଇଁ 2ଟି ମୟୂର ପୁଚ୍ଛକୁ ବିବାହ ଫଟୋ ସହିତ ଏକାଠି ରଖିବା ଉଚିତ। ନମ୍ବର 4, ପିଣ୍ଡଦାନ ବା ଶ୍ରାଦ୍ଧ ଦିନ କେବେ ବି ମିଛ କହିବେ ନାହିଁ, ପାନ ଖାଇବେ ନାହିଁ, ନଦୀ ପାର ହେବେ ନାହିଁ, ଅନ୍ୟ କାହା ଘରେ ଭୋଜନ କରିବେ ନାହିଁ ଏବଂ ଦିନରେ ଥରେ ଭୋଜନ କରିବେ। ଏହାଦ୍ୱାରା ପିତୃପୁରୁଷମାନେ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ଦିଅନ୍ତି। ନମ୍ବର 5, ତୁଳସୀ ଗଛ ଶୁଖିଗଲେ ଅଶୁଭ ଲକ୍ଷଣ ହୋଇଥାଏ, ତୁଳସୀ ଗଛ ବୃଦ୍ଧି ହେଲେ ଶୁଭ ଲକ୍ଷଣ ହୋଇଥାଏ। ନମ୍ବର 6, ସୋମବାର ଗୋରୁ ଗାଈ ବିକ୍ରି କରନ୍ତୁ ନାହିଁ, ମଙ୍ଗଳବାର ଯାନବାହନ ବିକ୍ରି କରନ୍ତୁ ନାହିଁ, ଗୁରୁବାର ଜମି ବିକ୍ରି କରନ୍ତୁ ନାହିଁ। ଏହି କଥାକୁ ମନେ ରଖିବେ। ନମ୍ବର 7, ଅଳ୍ପ ଲେମ୍ବୁ ରସ ସହିତ ଗୋଲାପ ଜଳ ମିଶାଇ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ପାଟି କୁଳୁକୁଳୁ କରିବା ଦ୍ୱାରା ପାଟି ଦୁର୍ଗନ୍ଧ ରୋଗରୁ ମୁକ୍ତି ମିଳିଥାଏ। ନମ୍ବର 8, ଅର୍ଥାଭାବ ହେଉଥିଲେ ଜଳରେ କଳା ରାଶି ପକାଇକି ସ୍ନାନ କରନ୍ତୁ ଏବଂ ଶନିବାର ଦିନ ଗୁଡ଼ ଓ କଳା ରାଶିକୁ କଳା କପଡ଼ାରେ ବାନ୍ଧି ଗରିବ ବ୍ୟକ୍ତିକୁ ଦାନ କରନ୍ତୁ। ନମ୍ବର 9, ଯୌବନକୁ ଅଧିକ ଦିନ ରଖିବା ପାଇଁ ଗାଜର ଖାଆନ୍ତୁ, ସବୁ ପ୍ରକାରର କୋଳି ଖାଆନ୍ତୁ, ହଳଦୀ ପାଣି ପିଅନ୍ତୁ। ନମ୍ବର 10, ଯଦି ମାନସିକ ଅଶାନ୍ତି ରୋଗ ଭୋଗୁଛନ୍ତି ତେବେ 2ଟି ବାଉଁଶ ତିଆରି ବଂଶୀକୁ ଡ୍ରଇଂ ରୁମ୍ରେ ସଜେଇକି ରଖନ୍ତୁ। ନମ୍ବର 11, ନାରୀ ଋତୁମତୀ ହେବାର 4ଥ ଦିନ, 6ଠ ଦିନ, 8ମ ଦିନ, 10ମ ଦିନ ଏବଂ 12 ଦିନରେ ଯଦି ଗର୍ଭ ରୁହେ ତେବେ ପୁତ୍ର ସନ୍ତାନ ଜାତ ହୋଇଥାଏ। ନମ୍ବର 12, ଆପଣଙ୍କ ପୁଅ କିମ୍ବା ଝିଅର ପ୍ରତ୍ୟେକ ଜନ୍ମଦିନରେ ତାକୁ ଖସା ତେଲ ଲଗାନ୍ତୁ ଏବଂ ଖସା ଲଡୁ ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ୱାରା ତାର ସବୁ ବିଘ୍ନ କଟିଯାଇଥାଏ। ନମ୍ବର 13, ଛାତ୍ରମାନେ ଗଣେଶ ପୂଜା ଦିନ ଖସା ଲଡୁ ଖାଇବା ସହିତ ଗରମ ପାଣିରେ ଅଳେଇଚ ମିଶାଇ ସ୍ନାନ କଲେ ବିଦ୍ୟା ବୁଦ୍ଧି ହୋଇଥାଏ। ନମ୍ବର 14, ମନି ପର୍ସରେ ଠାକୁରଙ୍କର ଫଟୋ ରଖନ୍ତୁ ନାହିଁ ଏବଂ ଚାବି ରିଙ୍ଗରେ ଠାକୁରଙ୍କର ଫଟୋ ଲଗାନ୍ତୁ ନାହିଁ। ନମ୍ବର 15, ଯେଉଁ କାର୍ଯ୍ୟ କରିବା ପାଇଁ ଆପଣମାନେ ମନସ୍କ କରିଥିବେ ତାହା ସମ୍ପୂର୍ଣ୍ଣ ନ ହେବା ଯାଏ କାହା ଆଗରେ ବି କେବେ ବି ପ୍ରକାଶ କରନ୍ତୁ ନାହିଁ। ସୋମବାର, ବୁଧବାର ଓ ଶୁକ୍ରବାର ଘରୁ ବାହାରିବା ବେଳେ ବାମ ପାଦ ପକାଇକି ଯାତ୍ରା ଆରମ୍ଭ କରନ୍ତୁ ଏବଂ ଅନ୍ୟ ବାରରେ ଡାହାଣ ପାଦ ପକାଇ ଯାତ୍ରା କରନ୍ତୁ, ଦେଖିବେ ଅନେକ ଶୁଭ ହେବ। ନମ୍ବର 16, ଘରେ ଯଦି ଅଭାବ ଲାଗି ରହୁଥାଏ ଏକ ଛୋଟ ପିତ୍ତଳ ଢାଳରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପଶ୍ଚିମ ପାଖରେ ରଖି ମୁଣ୍ଡିଆ ମାରନ୍ତୁ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖ ଦୂର କରିବେ। ନମ୍ବର 17, କୌଣସି ମନ୍ଦିର ଦର୍ଶନରେ ଗଲେ ମନ୍ଦିରର ମୁଖଶାଳରେ କିଛି ସମୟ ନିଶ୍ଚିନ୍ତ ବସନ୍ତୁ ଏବଂ ମନ୍ଦିରରୁ ଫେରିବା ବେଳେ ମନ୍ଦିର ବିଷୟରେ କିଛି ସମୟ ଭାବି ଭାବି ଫେରନ୍ତୁ। ଏମିତି କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ। ନମ୍ବର 18, ବେଶୀ ସମୟ ବସି ରହିବା ଫଳରେ ଯେଉଁ ଗୋଡ଼ ଝିମ୍ ଝିମ୍ ହେଉଥିବ ତାର ବିପରୀତ ପାଖର କାନକୁ ଟାଣି ଧରି 7 ଥର ଓମ୍ କହିଲେ ସୁଫଳ ମିଳିଥାଏ। ନମ୍ବର 19, ପାଟିରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଘର ଭିତରେ ଏଣେ ତେଣେ ନ ପକାଇ ବାହାରେ କିମ୍ବା ଡଷ୍ଟବିନ୍ରେ ପକାଇଲେ ଯଶ ଓ ସମ୍ମାନ ରହିଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ ଓଡ଼ିଶାର କେଉଁ ଗ୍ରାମରୁ ଆମ ଭିଡ଼ିଓ ଦେଖୁଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ନମ୍ବର 20, ରାହୁର ଖରାପ ଦଶା ଚାଲୁଥିବା ସମୟରେ ଘରକୁ ଆସୁଥିବା ଅତିଥିକୁ ଥଣ୍ଡା ପାଣି ପିଇବାକୁ ଦେଲେ ଶୁଭ ଫଳ ମିଳିଥାଏ। ନହେଲେ ଆପଣମାନେ ଅତିଥିମାନଙ୍କୁ କିଛି ନା କିଛି ଖାଇବାକୁ ଦିଅନ୍ତୁ, କେବେ ବି ଖାଲି ହାତରେ ଫେରାଇବେ ନାହିଁ। ନମ୍ବର 21, ଯେତେବେଳେ ନିଜ ମନରେ ଅଧିକ କ୍ରୋଧ ଆସିବ ସେତେବେଳେ 1ରୁ 20 ପର୍ଯ୍ୟନ୍ତ ସଂଖ୍ୟାକୁ ମନେ ମନେ ଗଣନ୍ତୁ କିମ୍ବା ନିଜ ମୁହଁକୁ ଆଇନାରେ ଦେଖନ୍ତୁ ଏବଂ ନିଜ ମୁଣ୍ଡ ପାନିଆରେ ବାରମ୍ବାର କୁଣ୍ଡନ୍ତୁ, ଦେଖିବେ କ୍ରୋଧ କମିଯିବ। ନମ୍ବର 22,
କାର୍ଯ୍ୟରେ ସଫଳତା ମିଳୁନଥିଲେ ଚାନ୍ଦିରେ ମୁଦ୍ରିକା କରି ଗୁରୁବାର ଦିନ ଶିବଲିଙ୍ଗରେ ଛୁଆଇଁ କାଣି ଆଙ୍ଗୁଠିରେ ଧାରଣ କଲେ ଶୁଭ ଫଳ ମିଳିଥାଏ। ନମ୍ବର 23 ଧାନ, ମୁଗ, ଗହମ, ମାଣ୍ଡିଆ, ସୋରିଷ, କଳାରାଶିକୁ ଏକାଠି କପଡ଼ାରେ ବାନ୍ଧି ସବୁକୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ। ନମ୍ବର 24 ବଉଳ ଗଛକୁ ଶନିବାର ଦିନ 7 ଥର ପ୍ରଦକ୍ଷିଣ କରି ତାର ଚେରକୁ ଆଣି ଘରେ ରଖିଲେ ଅଶାନ୍ତି ଦୂର ହୋଇଥାଏ। ନମ୍ବର 25 ଘରେ ଯଦି ଆପଣମାନେ ନେଉଳ, ଧଳା ପାରା କିମ୍ବା ଧଳା ପାରାର ମୂର୍ତ୍ତିଟିଏ ବି ରଖନ୍ତି, ଏହା ଘର ପାଇଁ ବହୁତ ମଙ୍ଗଳକାରୀ ହୋଇଥାଏ। ଏହି କଥାକୁ ମନେ ରଖିବେ। ନମ୍ବର 26 ଛୁଆ ଜନ୍ମଠାରୁ ବର୍ଷକ ପର୍ଯ୍ୟନ୍ତ ଥଣ୍ଡା ଯଦି ଲାଗି ରହୁଛି ତାହେଲେ ତୁଳସୀ ପତ୍ର, ମହୁ ଛୁଆକୁ ଦିଅନ୍ତୁ ଓ ଛୁଆର ମା' ବର୍ଷକ ପର୍ଯ୍ୟନ୍ତ ନଡ଼ିଆ କି ଦହି ଖାଇବେ ନାହିଁ। ଏହି କଥାକୁ ମନେ ରଖିବେ। ନମ୍ବର 27 ମା' କ୍ଷୀର ନଥିଲେ କପା ପତ୍ରର ରସ 2 ଚାମଚ 7 ଦିନ ଯାଏ ଖାଆନ୍ତୁ, ଦେଖିବେ ମା'ର କ୍ଷୀର ହୋଇଯିବ। ନମ୍ବର 28 ଯଦି ଛୁଆ ଅନବରତ କାନ୍ଦୁଥାଏ ତେବେ ତାର ଶୋଇବା ଶେଯକୁ ମୟୂର ପୁଚ୍ଛରେ କିଛି ଦିନ ଯାଏ ଘଷନ୍ତୁ ଏବଂ କୁଶ ଆସନର ବିଛଣା କରି ପିଲାକୁ ଶୋଇବାକୁ ଦିଅନ୍ତୁ, ଦେଖିବେ କିଛି ଦିନ ମଧ୍ୟରେ ସବୁ ଠିକ୍ ହୋଇଯିବ। ନମ୍ବର 29 ସେଓ ସହିତ ଅଳ୍ପ ଲୁଣ ମିଶାଇ କିଛି ଦିନ ଖାଇବା ଦ୍ୱାରା ମୁଣ୍ଡବିନ୍ଧା ରୋଗ ଭଲ ହୋଇଥାଏ। ଯଦି ଆପଣଙ୍କର ମୁଣ୍ଡ ବିନ୍ଧା କମୁନାହିଁ, ଏହା ବାରବାର ହେଉଛି, ତାହେଲେ ଆପଣ ସେଓ ସହିତ ଲୁଣ ମିଶାଇ ଖାଆନ୍ତୁ, ଦେଖିବେ କିଛି ସମୟ ମଧ୍ୟରେ ମୁଣ୍ଡବିନ୍ଧା କମିଯିବ। ନମ୍ବର 30 ଆଖୁ, ପାଣି, କ୍ଷୀର, ପାନ, ଫଳ, ଔଷଧ ଏହି 6ଟି ଦ୍ରବ୍ୟ ଯେକୌଣସି ଓଷା କରିଥାନ୍ତୁ ନା କାହିଁକି ଏହା ଆପଣମାନେ ଖାଇପାରିବେ। ଏହା ଖାଇଲେ କୌଣସି ଅପରାଧ ନୁହେଁ। ନମ୍ବର 31 ଗୁରୁବାରରେ ହଳଦୀ ଗୁଣ୍ଡ ମିଶା ଜଳରେ ସ୍ନାନ କରନ୍ତୁ। ସୂର୍ଯ୍ୟ କିରଣରେ ଗରମ ହୋଇଥିବା ଜଳରେ ସ୍ନାନ କରି ସେଥିରେ ଏକ ଦୁବ ପକାଇକି ସ୍ନାନ କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ବହୁତ ମଙ୍ଗଳ ହେବ। ନମ୍ବର 32 ସକାଳୁ ନିଦରୁ ଉଠିବା ବେଳେ 5 ଜଣଙ୍କ ମୁହଁ ଦେଖିବା ମନା। ସେମାନେ ହେଲେ ଦୋଚାରୁଣୀ ସ୍ତ୍ରୀ, ଲଙ୍ଗଳା ଛୁଆ, ଏକ ଆଖିଆ ଲୋକ, କୃପଣ ଲୋକ ଏବଂ ଭିକାରୀ ଲୋକ। ସକାଳୁ ପ୍ରଥମେ ନିଜର 2 ହାତକୁ ଦେଖନ୍ତୁ। ନମ୍ବର 33 ଏକାଦଶୀ, ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣିମା ଏବଂ ଜନ୍ମଦିନ ଯଦି ସେହିଦିନ ହୋଇଥାଏ, ପୁରୁଷ ଓ ସ୍ତ୍ରୀ ଏହି ଦିନ ଗୁଡ଼ିକରେ ଏକତ୍ର ଶୟନ କରିବା ଅନୁଚିତ। ଏହା କଲେ ଅମଙ୍ଗଳ ହୋଇଥାଏ, ତେଣୁ ପୃଥକ ଶଯ୍ୟା ହେବା ଉଚିତ। ଏପରି କଲେ ଶୁଭଦାୟକ ହୋଇଥାଏ। ଆପଣମାନେ ଏହି କଥାକୁ ମନେ ରଖିବେ। ନମ୍ବର 34 ବିଛାକୁ କେବେ ବି ମାରିବେ ନାହିଁ। ଯାତ୍ରା ସମୟରେ ଯଦି ଆପଣମାନେ ବିଛା ଦେଖୁଛନ୍ତି ତାହେଲେ ଭାବିବେ ଯେ ଏହା ଅନେକ ଶୁଭର ସଂକେତ ଦେଉଛି। ଯଦି ଘରେ ବିଛା ଦେଖନ୍ତି ତେବେ ଜାଣିବେ 8 ଦିନ ମଧ୍ୟରେ ଆପଣଙ୍କର ମନସ୍କାମନା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। ନମ୍ବର 35 ବେଙ୍ଗ ବୋବେଇଲେ ବର୍ଷା ହୁଏ। ପିମ୍ପୁଡ଼ି ଧାଡ଼ି ଯଦି ତଳ ଉପରକୁ ଯାଏ ତେବେ ବର୍ଷା ହେବ, କିନ୍ତୁ ଉପରୁ ତଳକୁ ଗଲେ ମରୁଡ଼ି ହେବ। ପ୍ରଜାପତି ଦେହରେ ବସିଲେ ପ୍ରଣୟ ସୁଖ ମିଳେ। ବୁଢ଼ିଆଣୀ ଜାଲ ଦେହରେ ଲାଗିଗଲେ କିମ୍ବା ବୁଢ଼ିଆଣୀ ଜାଲ ଦେହରେ ଗୁଡ଼େଇ ହୋଇଗଲେ କି ଚଢ଼ିଗଲେ ଜାଣିବେ ଯେ ନୂତନ ବସ୍ତ୍ର ପିନ୍ଧିବାର ସୁଯୋଗ ମିଳିବ। ଯଦି ଆପଣମାନଙ୍କ ସହ ଏମିତି କେବେ ନା କେବେ ହେଇଛି ତାହେଲେ ବି କମେଣ୍ଟ କରି ଜଣାନ୍ତୁ। ନମ୍ବର 36 ଠାକୁର ଘରେ ଗୋଟେ ଶଙ୍ଖ କେବେ ବି ରଖିବେ ନାହିଁ, ସବୁବେଳେ 2ଟି ଶଙ୍ଖ ରଖିବେ। ଏମିତି କରିବା ଦ୍ୱାରା ଘରର ବହୁତ ଉନ୍ନତି ହେବ। ନମ୍ବର 37 ଯଦି ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥାଏ ଏବଂ ଅନର୍ଥ ଲାଗି ରହୁଥାଏ ଓ ମନ ଫଟାଫଟି ହେଉଥାଏ, କାହା ମନ କାହା ସହିତ ବି ପଡ଼ୁନଥାଏ, ତାହେଲେ ଆପଣମାନେ କ'ଣ କରିବେ ନା ବଉଳ ଗଛକୁ ଶନିବାର ଦିନ 7 ଥର ପ୍ରଦକ୍ଷିଣ କରି ତାର ଚେରଟିକୁ ଆଣି ଯଦି ଘରେ ରଖନ୍ତି ତେବେ ସବୁ ଅନର୍ଥ ଦୂରେଇ ଯିବ ଏବଂ ମନ ଫଟାଫଟି ମଧ୍ୟ ଦୂରେଇ ଯିବ। ଏହି କଥାକୁ ମନେ ରଖିବେ। ଏହାକୁ ଥରେ ଚେଷ୍ଟା କରି ଦେଖନ୍ତୁ, ବହୁତ ଶୁଭ ଫଳ ଦେବ। ନମ୍ବର 38 ଯଦି ପଞ୍ଚପତ୍ର ବିଶିଷ୍ଟ ବେଲପତ୍ର ଆପଣମାନେ କେଉଁଠି ନା କେଉଁଠି ପାଆନ୍ତି
ତେବେ ତାକୁ ଶିବଲିଙ୍ଗରେ ଅର୍ପଣ କରି କୌଣସି ଏକ ଖାତା କିମ୍ବା ବହି ଭିତରେ ଡେମ୍ଫ ନ ଭାଙ୍ଗିକି ରଖନ୍ତୁ। ଦେଖିବେ ଏହା ଅନେକ ଶୁଭଫଳ ପ୍ରାପ୍ତ ହେବ। ନମ୍ବର 39 ଯଦି ରାତିରେ ନିଦ ନ ହେଉଛି ବିଛଣାରେ ବସି ଦୀର୍ଘ ନିଶ୍ୱାସ ଭିତରକୁ ନେଇ ଧୀରେ ଧୀରେ ଛାଡ଼ନ୍ତୁ। ଏମିତି କରିବା ଦ୍ୱାରା ନିଦ ବହୁ ଜଲ୍ଦି ଆସିଯିବ। ନହେଲେ ଆପଣମାନେ ପାଦରେ ସୋରିଷ ତେଲ ଲଗେଇକି ଶୁଅନ୍ତୁ, ଦେଖିବେ ବହୁ ଜଲ୍ଦି ନିଦ ଆସିବ। ନମ୍ବର 40 ଜୋତା ଚୋରି ହେଲେ ଶୁଭ ହୋଇଥାଏ। ଶନିବାରରେ ଚମଡ଼ା ଜୋତା ଚୋରି ହେଲେ ଅଧିକ ଶୁଭ ହୋଇଥାଏ ଏବଂ ମନ୍ଦିର ପାଖରୁ ଜୋତା ଚୋରି ହେଲେ ବହୁ ଶୁଭ ହୋଇଥାଏ। ଯଦି ଆପଣଙ୍କର କେବେ ନା କେବେ ଜୋତା ଚୋରି ହୋଇଥାଏ ତାହେଲେ ଭାବି ନେବେ ଯେ ଆପଣଙ୍କର ଅଶୁଭ ଦିନ କଟିଯାଇଛି। ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। ଜୟ ମା ଲକ୍ଷ୍ମୀ।